ଆଜି ଯେଉଁ ଅର୍ଡ଼ର ମୁଁ ପ୍ରିପାରେସନ୍ କରୁଛି ସେଇ ଅର୍ଡ଼ରରେ ଅଛି ଫ୍ରାଏଡ଼୍ ରାଇସ୍ ଆଉ ଚିଲି ପନିର। କଷ୍ଟମର ଯିଏ ବି ଅର୍ଡ଼ର କରିଛନ୍ତି ସେ ଓଡ଼ିଶାରୁ ଦୂରରେ ରହି ଏଠି ଜବ୍ କରୁଛନ୍ତି। କଷ୍ଟମରକୁ ମୁଁ କହିଲି ଚାଇନିଜ୍ ଆଇଟମ୍ ତ ଆପଣଙ୍କୁ ନିଜ ପାଖରେ ଯେକୌଣସି ଚାଇନିଜ୍ ଆଉଟଲେଟ୍ରେ ମିଳିଯିବ। ଆପଣ 200 ଟଙ୍କା ଡେଲିଭରି ଚାର୍ଜେସ୍ ଦେଇ କ'ଣ ପାଇଁ ଏତେ ଡିଷ୍ଟାନ୍ସରୁ ଅର୍ଡ଼ର କରୁଛନ୍ତି? ଏମିତି ବି ଚାଇନିଜ୍ ଆଉଟଲେଟ୍ର ଖାଇବାର ଟେଷ୍ଟ ମେ ବି ମୋର ଖାଇବାର ଟେଷ୍ଟଠୁ ବେଟର୍ ହେଇପାରେ। ତା ଛଡ଼ା ଏଥିରେ ତ ଏମିତି କିଛି ଓଡ଼ିଆ ଖାଇବା ନାହିଁ ଯେ ଆଉ କେଉଁଠି ମିଳିପାରିବନି। ପ୍ରାୟ କଷ୍ଟମରକୁ ମୁଁ ସେଇଆ କହେ କି ଯିଏ ବି ଫୁଡ଼୍ ପ୍ରାଇସ୍ଠୁ ଅଧିକା ଡେଲିଭରି ଚାର୍ଜେସ୍ ପେ କରୁଛନ୍ତି। ଯଦି ସେଇଟା ଓଡ଼ିଆ ଫୁଡ଼୍ ଅଛି ତେବେ ତ ଠିକ୍ ଅଛି, ହଁ ମୁଁ ବୁଝିପାରିଲି ବାହାରେ କେଉଁଠି ମିଳିବନି, କିନ୍ତୁ ଏତେ ଡେଲିଭରି ଚାର୍ଜେସ୍ ପେ କରି ଫୁଡ଼୍ର ଭ୍ୟାଲ୍ୟୁ ତାଠୁ କମ୍ ତ ମୋତେ ଟିକେ ଭଲ ଲାଗେନି। ତ ସେ କହିଲେ କି ଜାଣିନି ମ୍ୟାଡ଼ାମ୍, ଏ ବିଷୟରେ ମୁଁ କେବେ ବି ଚିନ୍ତା କରିନି, ମୋତେ ଯେତେବେଳେ ବି ଇଚ୍ଛା ହୁଏ ତ ମୁଁ ମେସେଜ୍ କରିଦିଏ ଯାହା ବି ଖାଇବା ପାଇଁ। ଓଡ଼ିଆ ଖାଇବା ତ ଆପଣଙ୍କଠୁ ହିଁ ଅର୍ଡ଼ର କରୁଛି, ତେଣୁ ସେଥିପାଇଁ ଏଇଟା ବି ମୁଁ ଅର୍ଡ଼ର କରିଦେଉଛି ଆପଣଙ୍କଠୁ। ପ୍ରଥମ ଥର ମୋର ଭିଡ଼ିଓ ଦେଖୁଥିଲେ ମୁଁ ଦୀପ୍ତି, ମୁଁ ନୋଇଡ଼ା ଏକ୍ସଟେନସନରେ ଚଲାଉଛି ନିଜର କ୍ଲାଉଡ୍ କିଚେନ୍।